ନମସ୍କାର ଦର୍ଶକ ବନ୍ଧୁ, ଆଗକୁ ଆସୁଛି ମହାଶିବରାତ୍ରି। ଏହି ବର୍ଷ ମହାଶିବରାତ୍ରି ବା ଜାଗର ଉଦୟା ତିଥି ଅନୁସାରେ 26 ଫେବୃଆରୀ 2025 ବୁଧବାର ଦିନ ପଡ଼ୁଅଛି। ଆଜିର ଏହି ଭିଡ଼ିଓରେ ଆମେମାନେ ଜାଣିବା ପବିତ୍ର ମହାଶିବରାତ୍ରି ଦିନ କ'ଣ କରିବା ଉଚିତ ଏବଂ କ'ଣ ନ କରିବା ଉଚିତ ଏବଂ କେଉଁ ସମୟରେ ପୂଜା କଲେ ଆପଣଙ୍କୁ ସମ୍ପୂର୍ଣ୍ଣ ଫଳ ପ୍ରାପ୍ତି ହେବ। ଆପଣମାନେ ଯଦି ଭଗବାନ ଶିବଙ୍କୁ ସଚ୍ଚା ହୃଦୟରୁ ଭକ୍ତି କରୁଥାନ୍ତି ତାହେଲେ ଆମ ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ। ବନ୍ଧୁଗଣ, ଭଗବାନ ଶିବଙ୍କର ପୂଜା ଆରମ୍ଭ କରିବାର ଅଲଗା ଅଲଗା ସମୟ ହୋଇଥାଏ। ମହାଶିବରାତ୍ରି ଯାହା ଫାଲ୍ଗୁନ ମାସର ଚତୁର୍ଦ୍ଦଶୀ ତିଥିରେ ପଡ଼ିଥାଏ ଏବଂ ଏହି ଦିନ ସାକ୍ଷାତ ଭଗବାନ ଶିବଶଙ୍କର ସ୍ୱୟଂ ଜାଗୃତ ଅବସ୍ଥାରେ ରହିଥାନ୍ତି। ସର୍ବପ୍ରଥମେ ଶିବଲିଙ୍ଗ ରୂପରେ ଭଗବାନ ଶିବଶଙ୍କର ପ୍ରକଟ ହୋଇଥିଲେ। ଏହି କାରଣରୁ ଭଗବାନ ଶିବଶଙ୍କର ଜ୍ୟୋତିର୍ଲିଙ୍ଗ ପ୍ରକଟ ଉତ୍ସବ ପ୍ରତ୍ୟେକ ବର୍ଷ ଆମେ ମନେଇଥାଉ। ଭଗବାନ ଶିବ ଯେବେ ପ୍ରକଟ ହୋଇଥିଲେ ତେବେ ବ୍ରହ୍ମା ଓ ଭଗବାନ ବିଷ୍ଣୁଙ୍କ ଦ୍ୱାରା ପୂଜିତ ହୋଇଥିଲେ। ଧାର୍ମିକ ମାନ୍ୟତା ଅନୁସାରେ ମହାଶିବରାତ୍ରିର ବ୍ରତ, ପୂଜା ଏବଂ ଜଳ ଅଭିଷେକ କରିବା ଦ୍ୱାରା ବୈବାହିକ ଜୀବନରେ ଯେଉଁ ବି ସମସ୍ୟା ଚାଲିଥାଏ ତାହା ସବୁଦିନ ପାଇଁ ଦୂର ହୋଇଯାଇଥାଏ। ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି ଆସିଥାଏ। ଏହି ମହାଶିବରାତ୍ରି ଦିନ 12ଟି ଜ୍ୟୋତିର୍ଲିଙ୍ଗ ପ୍ରକଟ ହୋଇଥିଲେ। ଯଦି ଆପଣମାନେ ମହାଶିବରାତ୍ରି ବ୍ରତକୁ ଅତି ନିଷ୍ଠାର ସହ ପାଳନ କରିଥାନ୍ତି ତେବେ ଭଗବାନ ଶିବଶଙ୍କରଙ୍କ କୃପା ଆପଣଙ୍କୁ ପ୍ରାପ୍ତ ହୋଇଥାଏ ଏବଂ ଜୀବନରୁ ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ। ଏହା ସହିତ ସମସ୍ତ ପ୍ରକାରର ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ। ଭଗବାନ ଶିବ ବହୁତ ଦୟାଳୁ ହୋଇଥାନ୍ତି, ତେଣୁ ଅଳ୍ପ ପୂଜ ପାଠରେ ମଧ୍ୟ ସେ ସନ୍ତୁଷ୍ଟ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ଭଗବାନ ଶିବଙ୍କୁ କେଉଁ ସମୟରେ ପୂଜା କରିବା ଦ୍ୱାରା ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ହିନ୍ଦୁ ଧର୍ମରେ ସନ୍ଧ୍ୟା ସମୟକୁ ପ୍ରବେଶ କାଳ କୁହାଯାଏ। ଏହି ପ୍ରବେଶ କାଳକୁ ସବୁଠାରୁ ସଠିକ୍ ସମୟ କୁହାଯାଇଥାଏ। ଏହି ସମୟରେ ଭଗବାନ ଶିବ ପ୍ରସନ୍ନ ମୁଦ୍ରାରେ ନୃତ୍ୟ କରିଥାନ୍ତି। ଏହି ସମୟରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ପ୍ରବେଶ କାଳରେ ବିବାହ କରିଥିଲେ। ବନ୍ଧୁଗଣ, ଯଦି ଆପଣ ପ୍ରବେଶ କାଳରେ ଭଗବାନ ଶିବଙ୍କର ପୂଜା କରିଥାନ୍ତି, ଆରାଧନା କରିଥାନ୍ତି, ଯେଉଁ ମନ୍ତ୍ର ଜପ କରିଥାନ୍ତି, ଯେଉଁ ବି ଉପାୟ ଆପଣ ଏହି ସମୟରେ କରିଥାନ୍ତି ତେବେ ସେହି ଫଳ ତତ୍କାଳ ଆପଣଙ୍କୁ ପ୍ରାପ୍ତ ହୋଇଥାଏ। ବନ୍ଧୁଗଣ, ପ୍ରବେଶ କାଳ ସମୟରେ ଭଗବାନ ଶିବଙ୍କର ଯେଉଁ 12ଟି ଜ୍ୟୋତିର୍ଲିଙ୍ଗ ନାମ କୁହାଯାଇଛି, ଯଦି ଆପଣ ଏହାକୁ ଜପ କରନ୍ତି ତେବେ ଆପଣଙ୍କର ସବୁ ପାପ ଧୋଇ ହୋଇଯାଇଥାଏ। ଏହା ସହିତ ରୋଗ, ଗ୍ରହପୀଡ଼ା, ଜୀବନର ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ। ତେଣୁ ପବିତ୍ର ମହାଶିବରାତ୍ରି ଦିନ 12ଟି ଜ୍ୟୋତିର୍ଲିଙ୍ଗର ନାମ ନିଶ୍ଚୟ ନିଅନ୍ତୁ। ଏବେ ଆସନ୍ତୁ ଜାଣିବା ଶିବଲିଙ୍ଗ ଉପରେ କ'ଣ ଚଢ଼ାଇବା ଉଚିତ ନୁହେଁ, ଯାହାଦ୍ୱାରା ଆମ ଜୀବନରେ ଦୁର୍ଭାଗ୍ୟ ଆସିଥାଏ। ଭଗବାନ ଶିବଙ୍କୁ ଖୁସି କରାଇବା ପାଇଁ ଆମେ ସମସ୍ତେ ମହାଶିବରାତ୍ରି ବ୍ରତ ରଖିଥାନ୍ତି ଏବଂ ଭଗବାନ ଶିବଙ୍କୁ କିଛି ନା କିଛି ନିଶ୍ଚୟ ଚଢ଼ାଇଥାନ୍ତି। କିନ୍ତୁ ଏମିତି କିଛି ଜିନିଷ ଅଛି ଯାହାକୁ ଶିବଲିଙ୍ଗରେ ଚଢ଼େଇବାକୁ ବର୍ଜିତ ମାନାଯାଇଥାଏ। ଯେପରିକି ଶିବଲିଙ୍ଗ ଉପରେ ଭୁଲରେ ବି ତୁଳସୀ ପତ୍ର ଚଢ଼ାନ୍ତୁ ନାହିଁ, କାହିଁକି ନା ତୁଳସୀଙ୍କର ସ୍ୱାମୀଙ୍କୁ ଭଗବାନ ଶିବ ବଧ କରିଥିଲେ। ତେଣୁ ତୁଳସୀ ମାତା ସର୍ବଦା ରୁଷ୍ଟ ହୋଇଥାନ୍ତି। ସେଥିପାଇଁ ତୁଳସୀକୁ ଭଗବାନ ଶିବଙ୍କ ପୂଜାରେ ଚଢ଼ାଯାଇ ନଥାଏ। ଶିବଲିଙ୍ଗ ଉପରେ ପ୍ୟାକେଟ ବାଲା କ୍ଷୀର ଜମା ବି ଚଢ଼ାନ୍ତୁ ନାହିଁ। ଏହାଦ୍ୱାରା ଆପଣ ପାପର ଭାଗୀଦାର ହୋଇଥାନ୍ତି। ଯଦି କ୍ଷୀର ଆପଣ ଚଢ଼ାଇବାକୁ ଚାହୁଁଛନ୍ତି ତେବେ ଗୋମାତାଙ୍କର କ୍ଷୀରକୁ ଆପଣ ଚଢ଼ାଇ ପାରିବେ। ଭଗବାନ ଶିବଙ୍କ ପୂଜାରେ କେବେ ହେଲେ ତରାଟ ଫୁଲ ଚଢ଼ାନ୍ତୁ ନାହିଁ, କାହିଁକି ନା ଭଗବାନ ଶିବ ତରାଟ ଫୁଲକୁ ଅଭିଶାପ ଦେଇଥିଲେ। ମନେ ରଖିବେ, ଶିବଲିଙ୍ଗ ଉପରେ କେବେ ବି କଟି ଯାଇଥିବା ବେଲପତ୍ର ଜମା ବି ଚଢ଼ାନ୍ତୁ ନାହିଁ। ଏମିତି କଲେ ଭଗବାନ ଶିବ କ୍ରୋଧିତ ହୋଇଯାଇଥାନ୍ତି। ତେବେ ଦର୍ଶକ ବନ୍ଧୁ, ଏହା ଥିଲା ସେହି ଭୁଲ ଗୁଡ଼ିକ ଯାହାକୁ ଆପଣମାନେ ଶିବରାତ୍ରି ଦିନ ଭୁଲରେ ବି କରିବେ ନାହିଁ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ କରି କମେଣ୍ଟରେ ଓମ୍ ନମଃ ଶିବାୟ ଅବଶ୍ୟ ଲେଖନ୍ତୁ। ଧନ୍ୟବାଦ।